ଭାଇ ସମସ୍ତେ କହୁଛନ୍ତି ଯେ ବିଜେପି ସରକାର ଯାହା ବି କରୁଛି ଭଲ କରୁଛି, ହେଲେ ମୁଁ ଗୋଟେ ଜିନିଷ ବୁଝିପାରୁନି, ଏମିତି କୋଉ କାମ କଲା ଯେ ଭାଇ ତମକୁ ଭଲ ଲାଗିଲା? ମୋ ହିସାବରେ ଭାଇ ଦେଖ, ପାଠ ପଢିବା ପିଲାକୁ ଚାକିରି ମିଳୁନାହିଁ, ପାଠ ନ ପଢିବା ପିଲାକୁ ଓଡିଶାରେ କାମ ମିଳୁନାହିଁ। ସମସ୍ତେ ଯାଉଛନ୍ତି କି ଆନ୍ଧ୍ରା କାମ କରିବା ପାଇଁ। ଭୋଟ ଦେବୁ ଆମେ ଓଡିଶା ସରକାରକୁ, କାମ ମାଗୁ ଆମେ ଆନ୍ଧ୍ରା ସରକାରକୁ। ନା ଏପଟେ ତେଲ ରେଟ୍ କମବାର ଅଛି, ନା ଗ୍ୟାସ ରେଟ୍ କମବାର ଅଛି। ପାଣି ବିଲ୍ ବି ନଥିଲା ଭାଇ, ପାଣି ବିଲ୍ ବି ବାନ୍ଧୁଛୁ ଭାଇ। କରେଣ୍ଟ ବିଲ୍ ତ ବାନ୍ଧିବା ପଡିବ, ସେଟା ଛାଡ। ଆଉ ତମେ କଣ କହୁଛ ଯେ ଭାଇ ବିଜେପି ସରକାର ଯାହା ବି କରୁଛି ଭଲ କରୁଛି? ଏମିତି କଣ ଏମିତି କଲା ଭାଇ? ଗୁଟେ ଏକା ଦେଲା ଭାଇ, ସେଟା ହଉଛି ସୁଭଦ୍ରା ଯୋଜନା। ସେଟା ତମେ କହୁଛ ଭଲ କରୁଛି ଭାଇ, ଆମକୁ ଏତିକି ଦେଇକି ଆମକୁ କେତିକି ନଉଛି ସେଟା ତାକୁ ଜଣା। ଆଉ ଯେତେବେଳେ ଭାଇ ଆମ ଓଡିଶାରେ ନବୀନ ପଟ୍ଟନାୟକ ଥିଲା ନା, ଆମେ କଣ ଭାବୁଥିଲୁ ଯେ ଭାଇ ତାକୁ ଓଡିଆ ଭାଷା ଜଣା ନାହିଁ, ଓଡିଆ କଥା ଜଣା ନାହିଁ, ସେଟା ପାଇଁ ସେ ଆମର ଓଡିଆ ଲୋକର ଦୁଃଖ ବୁଝି ପାରୁନି। ଏବେ ଯିଏ ଅଛି ଭାଇ ଆମ ଓଡିଆ ଲୋକ ଅଛି ଭାଇ, ମୋହନ ମାଝୀ, ସିଏ କଣ ଓଡିଆ ବୁଝୁନି କି ଭାଇ? ସେ କଣ ଜାଣିନି କି ଭାଇ ଓଡିଶାର ସବୁ ପିଲା ଆନ୍ଧ୍ରା ପଳଉଛନ୍ତି କାମ କରିବା ପାଇଁ? ଓଡିଶାରେ ଗୋଟେ ଫ୍ୟାକ୍ଟ୍ରି ଦରକାର, କମ୍ପାନୀ ଦରକାର, କଣ ସେ ଜାଣିନି କି ଭାଇ? ମୋହନ ନବୀନ ପଟ୍ଟନାୟକ ତ ଭାଇ ଓଡିଆ ଭାଷା ଜଣା ନଥିଲା, ଓଡିଆ କଥା ଜଣା ନଥିଲା, ହେଲେ ବି ଭାଇ ଆମ ପାଇଁ ବହୁତ କିଛି କରିକି ଯାଇଛି ଭାଇ। ମାଲକାନଗିରି ଏୟାରପୋର୍ଟ ବନେଇଲା ଭାଇ, ମାଲକାନଗିରି ଭାଇ ମେଡିକାଲ ବନେଇଲା ଭାଇ, ଭାଇ ଚିତ୍ରକୋଣ୍ଡା ଜାଣତା ଭାଇ ଭାଇ ସେଠି ବ୍ରିଜ ବନେଇଲା ଭାଇ। ଆଉ ତମେ କଣ କହୁଛ ଯେ ଭାଇ ଏବେ ଯୋଉ ସରକାର ଅଛି ଭଲ ଭଲ ଅଛି? ଭାଇ ମୁଁ କହୁନି ଯେ ଭାଇ ଇଣ୍ଡିଆରେ ବିଜେପି ସରକାର ଅଛି, ମୁଁ ଜାଣିଛି ଭାଇ, ଯିଏ ବି ଆମର ନରେନ୍ଦ୍ର ମୋଦି ସିଏ ତା ଜାଗାରେ ଠିକ ଅଛି ଭାଇ। ଓଡିଶାରେ ଭାଇ ବିଜେପି ସରକାର ଠିକ ହେଲା ନା ଭାଇ ଆମ ପାଇଁ? ଓଡିଆ ଲୋକ କି ଓଡିଆର ଦୁଃଖ ବୁଝି ପାଉନାହିଁ ବୋଲେ ଆଉ ଶିଖି ବାଳ ଚଲେଇବ ସିଏ।